भगवते वासुदेवाय। भागवत महापुराण षष्ठ स्कंध 16 अध्याय। मृतपुत्रर उक्ति शुणी शोक छाड़िला नृपमणि। नारद विद्या से सतोषे राजा को देले षोडशे। श्री शुकवाच ए अनंतरे हे राजन मला जे नृपति नंदन। नारद मुनि ताकु राई बोलंती जीव शुण तोहि। देखाई ज्ञाति सुहृदरे पड़ी शोचंती जे भूमि रे। नारद वाच हे जीव देख तोर माता शोके मोहित तोर पिता। बंधु बांधव जे तोहर शोक मोहरे गुरुतर। आपणा कले बरे पोष शेष तो जेते को आयुष। सुहृद गणे व्रत होई नाना भोग को भुंज तोहि। नृप आसने विजे कर पितार शोक कर दूर। जीववाच केउ जन्म रे मोहर होइछन्ति माता पियर। देवता मनुष्य पशुरे मोहि भ्रमई मो कर्म रे। बांधव ज्ञाति मित्ररी उदासीन वा द्वेषकारी। सर्वे परस्परे थान्ति केवे वा हुअन्ति नुहन्ति। क्रय विक्रय व्यवहारे भ्रमन्ति नाना लोक ठारे। हेमादि पुण्य द्रव्य जेन्हे जोनिरे जीवटिते सने। सत्य जे संबंध लोकरे असत्य होई से व्यवहारे। संबंध जावत जाहार तावत ममता ताहार। जावत देहे अहंकार तावत तहि अधिकार। देह छाड़िले जीव नित्य आउ देहरे काहीं सत। ए जीव नित्य जे अव्यय सूक्ष्म स्वरूप सर्वाश्रय। आत्मा माया गुण रूकरी आत्मार सृष्टि किया चरी। एहार अति प्रिय केही अप्रिय जन केही नाही। आत्मा पर नाही एहार देखंता से गुण दोषर। गुण दोष क्रियार फल ग्रहण न करे सकल। उदासी जन प्राय होई पर पर को देखई। हेमंत एक से ईश्वर संसार निर्मित ताहार। बादरायणी वाच हेमंत कहिण वचन जीव चलिला हे राजन। विस्मय तार बंधुगण शोक छाड़िले तत्क्षण। तातहु ज्ञान को शुणिले स्नेह संकोली कि छेदिले। ए अनंतरे ज्ञाति जन वेद उचित कर्म मान। लोक विधिरे ताहा कले समस्त ताप को छाड़िले। जे शोक मोह स्नेह होई ताहा छाड़िले ज्ञान पाई। से जे बालग्नि राज नारी लाज पाई मने विचारी। बालक हत्या पाप करी हत होइला तांक सिरी। ब्राह्मण बरिण उचित बालक हत्यार जे व्रत। जमुना कूलकु से गले बालक हत्या व्रत कले। ब्राह्मण आज्ञा परमाणे कले से वेदर विधाने। एमंते शुण हे राजन चित्रकेतु विप्रवचन।
ଶୁଣି ତକ୍ଷଣେ ଜ୍ଞାନ ପାଇ ଗୃହକୁ ବାହାର ହୋଇ ସରପଙ୍କରୁ ଗଜ ଯେହ୍ନେ ବାହାର ହୋଇଲା ତେସନେ। କାଳିନ୍ଦୀ ଜଳେ ସ୍ନାନ କଲା ପୁଣ୍ୟକ୍ରିୟାକୁ ଆଚରିଲା। ମୌନ ବ୍ରତେ ମହାରାଜା ମୁନି ଚରଣେ କଲା ପୂଜା। ଏଥୁ ଅନ୍ତରେ ନୃପବର ଭକତି ଦେଖିଣ ରାଜାର। ନାରଦ ଅନୁଗ୍ରହ କଲେ ଏ ବିଦ୍ୟା ରାଜାଙ୍କୁ କହିଲେ। ନମସ୍ତେ ପ୍ରଭୁ ଭଗବାନ ବାସୁଦେବ ସର୍ବ କାରଣ। ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି ନମସ୍ତେ ସଂକର୍ଷଣ ପୁଣି। ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୂର୍ତ୍ତି ଯାର। ନମସ୍ତେ ଶାନ୍ତ ଆତ୍ମା ରାମ ଅବ୍ୟୟ ରୂପ ପୂର୍ଣ୍ଣ କାମ। ସ୍ୱରୂପାନନ୍ଦ ଅନୁଭୂତି ତେଣୁ ନିରସ୍ତ ଉର୍ମି ଶକ୍ତି। ଭୂଋଷି କେଶ ହେ ମହତ ନମସ୍ତେ ମୂର୍ତ୍ତି ହେ ଅନନ୍ତ। ମନ ବଚନ ଗୋଚର ମହିମା ନାମ ରୂପ ଯାର। ଚିନ୍ମୟ ଯାହାର ଶରୀର ରଖନ୍ତୁ ସଦ ସତ ପର। ଯାହାର ତହୁଁ ଏ ଜଗତ ହେଉଅଛଇ ଆତ ଜାତ। ମୃତ୍ତିକା ଠାରୁ ନାନା ପାତ୍ର ଯେସନେ ହେଉଅଛି ଜାତ। ସୃଷ୍ଟି ପ୍ରଳୟ ସ୍ଥିତି ଯହିଁ ସେ ବ୍ରହ୍ମେ ପ୍ରଣାମ କରଇ। ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାହାକୁ ନ ଜାଣଇ ପ୍ରାଣ। ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ପ୍ରାୟ ଯେ ଅଛଇ। ତାହାକୁ ମୋର ନମସ୍କାର ଯେ ପ୍ରଭୁ ଜଗତ ଠାକୁର। ଅଶେଷ କ୍ଷେତ୍ରେ ଯା ବିହାର ଅଚ୍ୟୁତ ପରମ ଈଶ୍ୱର। ଦେହ ଇନ୍ଦ୍ରିୟ ଗଣ ପ୍ରାଣ ବୁଦ୍ଧି ସହିତେ ଯେଉଁ ମନ। ଯାହାର ଅଂଶରୁ ଏମାନ କର୍ମରେ କରନ୍ତି ଭ୍ରମଣ। ଭଗବାନ ମହାପୁରୁଷ ମହାନୁଭାବ ଯା ପ୍ରକାଶ। ମହାବିଭୂତିର ଈଶ୍ୱର ସକଳ ଭକ୍ତ ଜନଙ୍କର। କର କମଳ ଦଳେ କରି ସେବିତ ଚରଣ ଯାହାରି। ଏମନ୍ତ ପରମ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ଶ୍ରୀ ଶୁକବାଚ ଭକତ ରାଜାଙ୍କୁ ନାରଦେ ଏ ବିଦ୍ୟା ଦେଲେ ଅପ୍ରମାଦେ। ଅଙ୍ଗିରା ସହିତେ ରାଜନ ଗଲେ ସେ ବ୍ରହ୍ମାର ଭୁବନ। ଚିତ୍ରକେତୁ ସେ ବିଦ୍ୟା ଘେନି ଯେମନ୍ତ କହିଥିଲେ ମୁନି। ଧଇଲା ସପ୍ତରାତ୍ର ସେହି ପବିତ୍ର ନିରାହାର ହୋଇ। ଶପଥ ରାତ୍ରେ ଅପ୍ରମାଦେ ନାରଦ ବିଦ୍ୟାର ପ୍ରସାଦେ। ବିଦ୍ୟାଧର ଅଧିପ ପଣ ଲଭିଲା ଚିତ୍ରକେତୁ ରାଣ। ଶୁଣ ରାଜନ ଏକ ମନେ ଏ ଅନନ୍ତରେ କେତେ ଦିନେ। ବିଦ୍ୟାରୁ କରି ଶୁଦ୍ଧମତି ନିଶ୍ଚଳେ ଲଭିଲା ନୃପତି। ଅନନ୍ତ ଦେବ ଦେବେଶ୍ୱର ଗଲା ନିକଟେ ତାହାଙ୍କର। ମୃଣାଳ ପ୍ରାୟ ତାଙ୍କ ବର୍ଣ୍ଣ ନୀଳବସନ ପରିଧାନ। ଶୋଭିତ କିରୀଟ କେୟୁର ମେଖଳା କଙ୍କଣ ଆବର। ପ୍ରସନ୍ନ ରୁଚିର ବଦନ ଅରୁଣ ରାଜୀବ ଲୋଚନ। ବେଢ଼ି ଅଛନ୍ତି ସିଦ୍ଧେଶ୍ୱର ଦେଖିଲା ଯାଇ ନୃପବର। ତାଙ୍କର ଦର୍ଶନ ପାଇ ସକଳ ପାପ ମୁକ୍ତ ହୋଇ ଅନ୍ତଃକରଣ ଶୁଦ୍ଧ ହେଲା
ଅଶ୍ରୁରେ ଲୋଚନ ପୂରିଲା, ଭକ୍ତିରୁ ରୋମାଞ୍ଚ ହୋଇଲା, ଆଦି ପୁରୁଷଙ୍କୁ ନ ମିଲା। ସେ ଚିତ୍ର କେତୁ ହୃଷ୍ଟ ହୋଇ, ନୟନ ଜଳେ ପାଦ ଧୋଇ, ପ୍ରେମେ କୁଣ୍ଠିତ କଣ୍ଠ ହୋଇ, ସ୍ତୁତି କରିଣ ନ ପାରଇ। ହରସେ ପୂର୍ଣ୍ଣ ଇନ୍ଦ୍ରିଗଣ, କ୍ରମରେ କରି ନିବାରଣ, ଜଗତ ଗୁରୁ ଗୁରୁ ବର, ଯାଦବ ବଂଶର ଠାକୁର। ତାହାଙ୍କ ପାଦେ ଦେଇ ମନ, କହଇ ମଧୁର ବଚନ। ଚିତ୍ରକେତୁ ବାଚ ତୋହି ଯେ ଅଜିତ ସ୍ୱଭାବେ, ଭକତ ତୋତେ ଜିତେ ଭାବେ। ଯେଣୁ ତୁ ଅତି ହିଁ କରୁଣ, ତେଣୁ ତୁ ଭକ୍ତର ଅଧୀନ। ନିଷ୍କାମେ ଯେଣୁ ଯେ ଭଜନ୍ତି, ତେଣୁ ତୋ ହରେ ସେ ଜିଣନ୍ତି। ଯେ ତୋତେ କରଇ ଭଜନ, ତାର କାମନା କରୁ ପୂର୍ଣ୍ଣ। ଅତି ଦୟାଳୁ ରୂପ ଧର, ଜଗତ ବିଭବ ତୋହର। ଅନାଦି ତୁହି ତୋର ତହିଁ, ଉଦୟ ସ୍ଥିତି ଅନ୍ତ ହୋଇ। ସୃଷ୍ଟିର କର୍ତ୍ତା ଅଛି ଆର, ବୋଲଇ ଅଜ୍ଞ ଯେଉଁ ନର। ପରମାଣୁ ରୂପ ହେଉ ମହତ, ତେଜ କୁତୁ ବହୁ। ଆଦ୍ୟନ୍ତ ଅନ୍ତରାଳେ ସ୍ଥିତ, ଆଦ୍ୟନ୍ତ ମଧ୍ୟେ ତୁ ରହିତ। ହେ ଦେବ ପ୍ରାଣୀମାନଙ୍କର, ସାକ୍ଷୀ ରୂପକୁ ତୁମ୍ଭେ ଧର। କ୍ଷିତି ଆଦି ଯେ ପଞ୍ଚଭୂତ, ଏଥିରେ ହୋଇଣ ନିର୍ମିତ। ଯେହି ମହତ ଅଣ୍ଡକୋଷ, ତାହାର ତୋର ତହିଁ ବାସ। ବିଷୟ ଜଡ଼େ ମୋହି ହୋଇ, ଯେ ନର ଦେବଙ୍କୁ ଚିନ୍ତଇ। ତୁମ୍ଭ ଅର୍ଚ୍ଚନାକୁ ନ ଚିନ୍ତେ, ଗ୍ରାମର ପଶୁ ସେ ଯୁଗତେ। ଭୋ ପ୍ରଭୁ ତାହାର କଲ୍ୟାଣ, କେବେ ହେନୁ ଇଟି ପୁଣ। ଜ୍ଞାନାତ୍ମାମୟ ତୁ ଅଗୁଣ, ସକାମେ ଯେ ତୋର ଚରଣ। ପୂଜନ୍ତି ଜନ୍ମ ତାଙ୍କ ନାହିଁ, ଭଜା ଭାବି ଜର ପ୍ରାୟ ହୋଇ। ତୁମ୍ଭେ ଯେ ଭାଗବତ ଧର୍ମ, କହିଲ ପୁରୁଷ ଉତ୍ତମ। ନିଷ୍କିଞ୍ଚନ ଯେ ଆତ୍ମାରାମ, ଏମନ୍ତ ଯେଉଁ ମୁନି ଜନ। ମୋକ୍ଷ ନିମନ୍ତେ ସେହି ଧର୍ମ, କରନ୍ତି ନିତ୍ୟ ଉପାସନା। ବିଷମ ମତିଟି ଯାହାର, ଏ ଧର୍ମ ସେ ଜନ ବାହାର। ଯେଉଁ ଧର୍ମରେ ତୁହି ମୁହିଁ, ତୋହର ମୋର ଭେଦ ନାହିଁ। କିବା କୁଶଳ ସେ ଲଭନ୍ତି, ସ୍ୱଦେହେ ପରେ ଯେ ପୀଡ଼ନ୍ତି। ସଦ୍ରୋହେ ଆତ୍ମପୀଡ଼ା ପୁଣ, ପର ପୀଡ଼ନେ ଅଧର୍ମ। ବିହିତ ଧର୍ମ ଭାଗବତ, ନ ଛାଡ଼େ କେବେ ପରମାର୍ଥ। ସ୍ଥାବର ଚର ଜୀବଙ୍କରେ, ଅଭିନ୍ନ ଭାବ ଯେହୁ କରେ। ସେ ନିତ୍ୟ ପାଦ ପଦ୍ମେ ତୋର, ସେବା କରଇ ନିରନ୍ତର। ପାଷଣ୍ଡ ବୁଦ୍ଧି ଯେଉଁ ନର, ଏ ପାଦ ଦୁର୍ଲଭ ତାହାର। ଯେ ପାଦ ପଲ୍ଲବ ସୁଧାମ, ପରମ ମଙ୍ଗଳ ଯେ ନାମ। ସେ ନାମ ସୁମରଣ କରି, ପାପୀ ସଂସାରୁ ଯାନ୍ତି ତରି। ହେ ଦେବ ଦେବ ନାରାୟଣ, ହେ ପ୍ରଭୁ ଅଖିଳ କାରଣ। ତୋ ରୂପ ଦର୍ଶନେ ମୋହି, ପବିତ୍ର ହୋଇଲି ଗୋସାଇଁ। ନାରଦ ବଚନର ଫଳେ, ତୋତେ ଦେଖିଲି ଚର୍ମଡୋଳେ। ଜଗତ ଆତ୍ମା ହେ ଅନନ୍ତ, ସକଳ ଜାଣୁ ତୁ ତଦନ୍ତ। ଏ ଘୋର ସଂସାରରେ ଜନ,
କେତୋତେ ଜାଣୁ ଭଗବାନ ତୁମ୍ଭେ ଆଦିତ୍ୟ ଦେବ ପ୍ରାଏ ନରଟି ଖଦ୍ୟ ତପରାଏ ଜଗତ ଉତ୍ପତ୍ତି ପାଳନ ପ୍ରଳୟ ହେତୁ ନାରାୟଣ ପରମହଂସ ରୂପ ତୁହି ନମସ୍ତେ ପ୍ରଭୁ ଭାବଗ୍ରାହୀ ଯାର ଶ୍ୱାସକୁ ଅନୁସରି କମ୍ପିତ ହୋଏ ବସୁନ୍ଧରୀ ପ୍ରାଣେଶ ମୁହ ଆଦି କରି ଅବନେ ଯେହୁ ଅଛି ଧରି ସହସ୍ର ମସ୍ତକ ଈଶ୍ୱର ନମସ୍ତେ ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଶୁକବାଚ ଏମନ୍ତ ସ୍ତୁତି ତାର ଶୁଣି ଅନନ୍ତ ପ୍ରଭୁ ହଳ ପାଣି ଯେ ଚିତ୍ର କେତୁ ବିଦ୍ୟାଧର ତାହାଙ୍କୁ ବୋଲନ୍ତି ଉତ୍ତର ଶ୍ରୀ ଭଗବାନ ବାଚ ଶୁଣ ରାଜନ ପୁଣ୍ୟ ଦେହ ମୋର ଭକତ ଅନୁଗ୍ରହ ନାରଦ ଅଙ୍ଗିରାତ ହରେ କହିଲେ ଯେଉଁ ବିଦ୍ୟାସାରେ ତେଣୁ ସିଦ୍ଧ ହୋଇ ରାଜନ ପାଇଲୁ ମୋର ଦର୍ଶନ ମୁଁ ସର୍ବ ପ୍ରାଣୀରେ ଅଶେଷ ଆତ୍ମା ରୂପରେ ମୋର ବାସ ପରମ ବ୍ରହ୍ମ ଯାକୁ କହି ସେ ମୋର ଶରୀର ଅଟଇ ଯେ ଆତ୍ମା ବ୍ୟାପ୍ତ ଲୋକଠାରେ ଲୋକ ବ୍ୟାପିତ ଯେ ଆତ୍ମାରେ ଉଭୟେ ବ୍ୟାପ୍ତ ହୋଇ ମୋହି ସଂସାରେ ଅଛି ଦେହ ବହି ଯେ ସନେ ନିଦ୍ରା ପାଇ ନରେ ବିଶ୍ୱକୁ ଦେଖନ୍ତି ଆତ୍ମାରେ ନିଦ୍ରା ଉପେକ୍ଷି ପୁଣି ସେହି ଏକ ଦେଶେ ଆତ୍ମା ଦେଖଇ ଉଠିଣ ଜ୍ଞାନ ପାଇ ଯେନେ ସକଳ ମିଥ୍ୟା କରି ମାନେ ଯେଉଁ ପୁରୁଷ ତା ଦେଖଇ ତାହାକୁ ଚିନ୍ତ ମନ ଦେଇ ଯାହାର ବଳେ ସୁପ୍ତ ହୋଇ ସୁଖ ବା ସ୍ୱପ୍ନ ଜାଣଇ ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମ ସେହିଟି ମୋହି ବୋଲି ଜାଣ ନିଦ୍ରାରେ ଜାଗ୍ରତରେ ପୁଣ ଉଭୟେ ଜାତ ସ୍ମରଣ ଏ ମୋର ଭିନ୍ନ ଭାବ ଦୁଇ ମୋ ବିନୁ ଅନ୍ୟ କେହି ନାହିଁ ଯେଣୁ ମୋ ଭାବ ପ୍ରାଣୀ ମାନେ ଚିନ୍ତନ୍ତି ଭିନ୍ନ କରି ମନେ ଏଣୁ ଏ ଅଖିଳ ସଂସାରେ ଜନ୍ମ ମୃତ୍ୟୁ ଲଭନ୍ତି ନରେ ମନୁଷ୍ୟ ଜନ୍ମ ଆଶ୍ରୟ କରି ଜ୍ଞାନ ବିଜ୍ଞାନେ ଦେହ ଧରି ଆତ୍ମାକୁ ନ ଜାଣେ ଯେ ନର କେବେ ହେଁ ସୁଖ ନାହିଁ ତାର ଚେଷ୍ଟା କରଇ କାର୍ଯ୍ୟ ପାଇଁ ନାନା କ୍ଲେଶ କୁଲ ଭେତହିଁ ସଂକଳ୍ପ ଛାଡ଼ି ଯେ ଭଜଇ ମୋକ୍ଷର ଫଳ କୁଲ ଭଇ ଦୁଃଖ ନିବୃତ୍ତି ସୁଖ ପାଇଁ ଦମ୍ପତି କର୍ମ ଆଚରଇ ସୁଖ ଦୁଃଖର ଭୋଗ ତହିଁ କେବେ ଲଭଇ ନ ଲଭଇ ଏମନ୍ତ ବିଚାର ଯେ ଜାଣି କର୍ମ କରଇ ଯେଉଁ ପ୍ରାଣୀ ସୂକ୍ଷ୍ମ ଆତ୍ମଗତି ତାଠାରେ ବିମୁକ୍ତ ହୋଇ ସେ ସଂସାରେ ଜ୍ଞାନ ସମ୍ପନ୍ନ ହୋଇ ନର ଭକ୍ତି କି ଲଭଇ ମୋହର ଯୋଗ ନିପୁଣ ବୁଦ୍ଧି ଲୋକ ଜୀବ ପରମ ଦେଖେ ଏକ ଶ୍ରଦ୍ଧାରେ ଯେବେ ତୁ ରାଜନ ଘେନିବୁ ମୋହର ବଚନ ଜ୍ଞାନ ସମ୍ପନ୍ନ ହୋଇ ତୁହି ସିଦ୍ଧ ହୋଇବୁ ବେଗ ହୋଇ ଶ୍ରୀ ଶୁକବାଚ ଚିତ୍ରକେତୁକୁ ଆଶ୍ୱାସିଣ ଜଗତ ଗୁରୁ ଭଗବାନ ଦେଖୁ ଯେ ଥିଲା ସେ ରାଜନ ପ୍ରଭୁ ହୋଇବେ ଅନ୍ତର୍ଧ୍ୟାନ ବୋଲଇ ବିପ୍ର ଜଗନ୍ନାଥ
चित्रकेतु राजा चरित। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे चित्रकेतुः परमात्मदर्शनं नाम षोडशाध्याय। सप्तदश अध्याय। से चित्रकेतु सप्तदशे विभूति पाई गर्भ बसे। जहाँ महेशंको हसिला उमांक सापे वृत्र हेला। श्री शुकवाच जे दिगे अनंत ईश्वर सेठारु होइले अंतर। चित्रकेतु जे विद्याधर से दिगे करी नमस्कार। तक्षणे हरस होइला गगन मार्गे चली गला। लक्षे बरस व्याहत बल इंद्रिये होई जुत। सिद्धचारण मुनि जेते स्तुति करन्ति अविरते। महायोगी से सिद्धेश्वर रहे कुलाचल द्रोणीर। आनंदे विद्याधरी संगे क्रीड़ा करई नाना रंगे। परम ईश्वरर नाम कराई करई गायन। एक समय से राजन आरोही अमूल्य विमान। तेजे गंजई दिवाकर विष्णु देइछि ताको बर। गिरीश देखिबार पाई गला से सिद्ध गण लई। मुनिए अछंती पाखरे दुर्गांकु बसाई कोଳରେ। बाहुरे करी आलिंगन सभारे अछंती सान। ताहांको निकटरे जाई उच्च से हसीण बोलई। चित्रकेतु वाच धर्म भक्ता लोकंकर जगत गुरु ए शंकर। सभार मध्य स्त्री संगे मिथुन भावे घेनी रंगे। शिरे बही जटा भार के कहु तप एहांकर। जगत स्वामी ब्रह्मवादी अष्ट ऐश्वर्य जार सिद्धि। अछंती पत्नी अंके लई निर्लज लोक प्राय होई। एकांते प्राकृत स्वभावे रहंती स्त्री स्वभावे। ए जे स्वभावे देव वर एहांकु बोली व्रत धर। सभार मध्य स्त्री घेनी अछंती जेने नीच जोनी। श्री शुकवाच ए रूपे चित्रकेतुंकर शुणिन उपहास गिर। अखिल ब्रह्मांड ठाकुर जानती सकल अंतर। ईश्वर तृष्णीभूत होई रहिले किछि न कही। अगाध बुद्धि हे राजन हसीण होइले मौन। जाने से जितेन्द्रिय मोहि समृद्धि लाभे गर्व बही। बड़ीमा पणे बारंबार निंदिला शिवंकु अपार। सेठारे जेते देव थिले से मध्य किछि न कहिले। ईश्वर महिमा न जानी जेते बोइला परिमाणी। सभार मध्य दुष्ट मती शुणी क्रोधित हेले सती। से जितेन्द्रिय अभिमानी तक्षणे बोइले भवानी। श्री दुर्गा वाच शुणी मां जगत गोसाई। एनुआ दंड धर होई आंभर परा दुष्ट जन। निर्लज अछंती जे पुण ताहांको शासनर पाई। एठाकु एबे आसी छई जे बद्मजनी आदि छंती। एमाने धर्म न जानती ब्रह्मार पुत्र छंती जेते। भृगुनारदर सहिते
କୁମାର କପିଳାଦି ଯେହି ଧର୍ମକୁ ନ ଜାଣନ୍ତି କେହି। ମୋର ନିକଟେ ବସିଛନ୍ତି ମୋରେ ନିଷେଧ ନ କରନ୍ତି। ନିତ୍ୟ ଭଜନ ଏହାଙ୍କର ପାଦ ପଙ୍କଜ ଦୁଇ ଯାର। ଜଗତ ଗୁରୁ ଯା ମହିମା ସକଳ ମଙ୍ଗଳର ସୀମା। ତେଣୁ ନିନ୍ଦିଲା ଈଶ୍ୱର ଦଣ୍ଡକୁ ଯୋଗ୍ୟ ଏ ପାମର। ଯୋଗ୍ୟ ନୁହଁ ପାମର ବୈକୁଣ୍ଠ ପଦ ଆଶ୍ରୟର। ସ୍ଥିରମତି ଯେ ସାଧୁଜନ ଯେ ପାଦ କରନ୍ତି ସେବନ। ଏହି କାରଣେ ଦୁଷ୍ଟମତି ଯାଅ ତୁ ଏଥେ ନାହିଁ ସ୍ଥିତି। ପାପିଷ୍ଠ ଅସୁର ଜନିରେ ଜନ୍ମ ତୁ ଲଭ ତମ ଘୋରେ। ଶ୍ରୀ ଶୁକବାଚ ସାପକୁ ପାଇଣ ରାଜନ ବିମାନୁ ଓହ୍ଲାଇତ କ୍ଷଣ। ନତମସ୍ତକେ ସିଦ୍ଧପତି ପ୍ରସନ୍ନ କରାଇଲା ସତୀ। ଚିତ୍ରକେତୁବାଚ ଭୂମାତ ଶୁଣ ମୋ ବଚନ ସାପ ମୁଁ ଘେନିଲି ଶିରେଣ। ହେ ଦେବୀ ଅସୁର ଜନିରେ ଜନ୍ମ ଯେ ବିହିଲ ମୋରେ। ସେ ମୋର ପୂର୍ବର ଜନ କହିବି ସାବଧାନେ ଶୁଣ। ସଂସାରେ ଯେତେ ଜନ୍ତୁ ଛନ୍ତି ଅଜ୍ଞାନେ ମୋହ ହୋଇଛନ୍ତି। ଭ୍ରମଣ କରି ଅନୁକ୍ଷଣ ଭଞ୍ଜନ୍ତି ସୁଖ ଦୁଃଖ ମାନ। ଏ ଆତ୍ମା ଅବାପର କେହି ସୁଖ ଦୁଃଖର କର୍ତ୍ତା ନହିଁ। ସେ ଯଜ୍ଞ ପ୍ରାଣୀ ମାନେ ଛନ୍ତି ଏହାଙ୍କୁ କର୍ତ୍ତା ବୋଲୁଥାନ୍ତି। ଗୁଣର ପ୍ରବାହଟି ଏହି ସାପ ବା ଅନୁଗ୍ରହ କାହିଁ। କିଏ ବା ସ୍ୱର୍ଗ କି ନରକ କିଏ ବା ସୁଖ କି ବା ଦୁଃଖ। ଏକଇ ପ୍ରଭୁ ଆଦି ମୂଳ ମାୟାରେ ସୃଜଇ ସକଳ। ଏହାଙ୍କ ବଦ୍ଧ ମୁଖ୍ୟ ଦୁଇ ଦୁଃଖ ସୁଖକୁ ଦେଇଥାଇ। ଏକଇ ପୁରୁଷ ମୁରାରି ତାହାର ମିତ୍ର ବା ବୈରୀ। ଭ୍ରାନ୍ତି ବାନ୍ଧବ ବା ପର ଆପଣା ନାହିଁଟି ଯାହାର। ସର୍ବଭୂତରେ ସମସ୍ତେହି ରାଗ ବା ଦ୍ୱେଷ ତାର କାହିଁ। ତାହାର ଶକ୍ତି ରୁଏ ଭୂତ ହେଉଅଛନ୍ତି ଆତ ଜାତ। ଏହାଙ୍କ ବଦ୍ଧ ମୁଖ୍ୟ ସୁଖ ହିତ ହିତ ବା ଦୁଃଖ। ଏହାଙ୍କ ଜନ୍ମ ବା ମୃତ୍ୟୁ ହୋଇ ତାର ଶକ୍ତି ହେତୁ। ହେମାତ ହୋଇ ସାବଧାନ ଶୁଣିମା ମୋହର ବଚନ। ସାପରୁ ମୋକ୍ଷ ହେବା ପାଇଁ ତୁମ୍ଭଙ୍କୁ କିଛି ନ ମାଗଇ। ସଭାରେ ମୁଁ ମନ୍ଦ ବଚନେ ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ। ଶୋଭ ସତୀ କ୍ଷମା କର ଏହା ତୁମ୍ଭେ ଅଖିଳ ମହାମାୟା। ଶ୍ରୀ ଶୁକବାଚ ହେମନ୍ତେ ପ୍ରସନ୍ନ କରାଇ ଈଶ୍ୱର ପାର୍ବତୀଙ୍କି ସେହି ଆପଣା ବିମାନେ ବସିଲା। ନିଜ ମନ୍ଦିରେ ବିଜେ କଲା। ଏ ଅନନ୍ତରେ ଯେ ଈଶ୍ୱର ଦୁର୍ଗାଙ୍କୁ କହନ୍ତି ମଧୁର। ଋଷି ଦୈତ୍ୟ ସିଦ୍ଧ ଗଣ ଶୁଣୁଅଛନ୍ତି ସେ ବଚନ। ଦେବଦେବ ବାଚ ଅଦ୍ଭୁତ କର୍ମା ଯେ ଈଶ୍ୱର। ପ୍ରଭାବ ଦେଖ ତା ଭୃତ୍ୟର। ନିସ୍ପୃହ ମହାତ୍ମା ସେମାନେ ଶୁଶ୍ରଣୀ ଦେଖ ବିଦ୍ୟମାନେ। ବିଷ୍ଣୁ ଭକତ ଯେତେ ଜଣେ ଭୟ ତାହାଙ୍କ ନାହିଁ ମନେ। ସ୍ୱର୍ଗ ବା ମୋକ୍ଷ ବା ନରକ ତୁଲ୍ୟ ଦେଖନ୍ତି ସେ ହୁଲୋକ। ଦେହୀର ଦେହ ସଂଯୋଗରୁ ପରମ ଈଶ୍ୱର ଲୀଳାରୁ
जन्म वा मृत्यु वा सुख साप वा अनुग्रह दुख पुरुष विवेक सेहि ए भावे भिन्न जे देखई ଯାହାର ବାସୁଦେବେ ଭକ୍ତି ଶୁଦ୍ଧ ଯାହାର ଦୃଢ଼ ମତି ଜ୍ଞାନ ବୈରାଗ୍ୟ ଅଛି ଯାର ପୃଥକ ଭାବ ନାହିଁ ତାର ମୋହି ବିରଞ୍ଚି ଯେ କୁମାର ନାରଦ ଆଦି ମୁନି ବର ଇନ୍ଦ୍ରାଦି ଯେତେ ସୁରେଶ୍ୱର ନ ଜାଣୁ ଚେଷ୍ଟାକୁ ତାହାର ତାହାର ପ୍ରିୟ ନାହିଁ କେହି ଅପ୍ରିୟ ଜନ କେହି ନାହିଁ ମିତ୍ର ଇରି ନାହିଁ ତାର ସମାନ ଦେଖେ ଆତ୍ମପର ସକଳ ପ୍ରାଣୀଙ୍କର ପ୍ରିୟ ଯେଣୁ ସେ ସର୍ବଭୂତମୟ ଏ ଚିତ୍ର କେତୁ ମହାଭାଗ ତାହାର ଏ ପ୍ରିୟ ଅନୁଗ सर्वत्र समदृष्टि एहि अच्युत प्रिय जेने मुहि महात्मा पुरुष जे सेहि एणु विस्मय तार तहि न कर स्थिर कर मन विष्णु भक्त एहु जन समदरसी शांत सेहि विस्मय एथि अछि काहि श्री शुकवाच शिवंक भागवत वाणी हरसे शुणिण भवानी हे नृप स्थिर कले मन विस्मय छाड़िले बहन से चित्र केतु ए प्रकारे देवीर साप घेनि शिरे ताहार ए साधु लक्षण जेणु कला साप ग्रहण तोष्टार दक्षिण अग्निरे जन्मिला दान वियोधरे वृत्र होइला तार नाम ज्ञान विज्ञान रे संपन्न सकल तुम्भंकु कहिलु आम्भंकु जेते प्रश्न कलु गोविंदे मति वृत्रासुर जन्मर कारण ताहार इतिहास पुण्य सार महात्मा ए चित्र केतुर विष्णु भक्त प्राणी जेहि ताहांक गुण जे शुणई सकल बंधु मुक्त होई वैकुंठ पद कुल भई इतिहास जे प्रभावे पढ़ी शुणई स्थिर चित्ते हरिस्मरण को करई परम गति किल भई बोलई दास जगन्नाथ चित्रकेतु राजा चरित एगिते स्थिर कर मन फिटिब मोह भ्रांति मान। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे चित्रकेतु शाप नाम सप्तदश अध्याय। अष्टादश अध्याय द्वितीय गर्भे मरुद्गण जन्म अष्टादशे बखाण। श्री शुकवाच शुक कहन्ति हरषिते आनन्दे शुण परीक्षिते सविता पत्नी प्रश्ने होई व्याहृति सावित्री जे त्रयी एतिनि कन्याटी ताहार पुत्रर नाम शुण तार अग्निहोत्र जे पशु सोम चातुर्मास्य जे महायज्ञ ए रूपे पुत्रंकर नाम भोगर वंश एवे शुण भोगर पत्नी सिद्धि नाम ता पुत्र विभु महिमान प्रभु आशीष चारि नाम कन्या बरा रोहा जन्म धातार तहु चारि सुत कोहु भार्यारु सायं जात सेनावालीर पुत्र दर्श अनुमतिर पूर्णमास
ରାକାର ତହୁଁ ହେଲା ପ୍ରାତ, ଏ ରୂପେ ଧାତା ବଂଶଖ୍ୟାତ। ବିଧାତାର ଯେ କ୍ରିୟା ପତ୍ନୀ, ତହୁଁ ଜନ୍ମିଲେ ପଞ୍ଚ ଅଗ୍ନି। ବରୁଣ ଭାର୍ଯ୍ୟା ବରଷଣୀ, ତାହାର ତହୁଁ ଭୃଗୁ ଜନ୍ମି। ବାଲ୍ମୀକି ମହାଯୋଗେଶ୍ୱର, ବଲ୍ମୀକୁ ଜାତ ତାହାଙ୍କର। ଅଗସ୍ତ୍ୟ ବଶିଷ୍ଠ ବ୍ରାହ୍ମଣ, କୁମ୍ଭରୁ ତାହାଙ୍କର ଜନ୍ମ। ରେବତୀ ମିତ୍ର ପୁତ୍ର ଜାତ, ପିପଳ ଉତ୍ସର୍ଗରିଷ୍ଟ। ପୌଲମୀ ଇନ୍ଦ୍ର ନିଜ ନାରୀ, ତିନି ତନୟ ତାହାଙ୍କରି। ଜୟନ୍ତ ଋଷଭ କୁମର, ମାଢୁଷ ଶୁଣ ନୃପବର। ଉରୁକ୍ରମ ମାୟା ବାମନ, ତାହାଙ୍କ ପତ୍ନୀ କୀର୍ତ୍ତି ନାମ। ତାଠାରୁ ବୃହତ୍ ଶ୍ଳୋକ ନାମ, ତନୟ ହୋଇଲା ଜନମ। ସୌଭଗ ଆଦି ତାହାଙ୍କର, କୁମର ହୋଇଲେ ଅପାର। କଶ୍ୟପ ସୁତ ଯେ ବାମନ, ତାହାଙ୍କ ବୀର୍ଯ୍ୟ କର୍ମ ଗୁଣ। ଅଦିତି ଗର୍ଭେ ତାହାଙ୍କର, ଯେମନ୍ତେ ହେଲା ଅବତାର। ଏ ଯେ ସକଳ ନୃପମଣି, ପଛେ କହିବା ପରିମାଣି। କଶ୍ୟପ ବଂଶେ ଯେ ଦୈତ୍ୟ, ବଳି ପ୍ରହ୍ଲାଦ ଭାଗବତ। ଅଶେଷ ତାହାଙ୍କ ଚରିତ, କହିବା ଶୁଣ ଏକ ଚିତ୍ତ। ଦିତିର ବେନି ଯେ ନନ୍ଦନ, ଦୈତ୍ୟ ଦାନବଙ୍କ ବନ୍ଦନ। ହିରଣ୍ୟାକ୍ଷ ନାମ ତାହାର, ହିରଣ୍ୟକଶିପୁ ଅପର। ହିରଣ୍ୟକଶିପୁ ଯେ ବୀର, କୟାଧୁ ନାମେ ପତ୍ନୀ ତାର। ଜମ୍ବର କନ୍ୟା ସେ ଯୁଗତେ, ପ୍ରସବ କଲା ଚାରି ସୁତେ। ସଂହ୍ଲାଦ ଅନୁହ୍ଲାଦ ବୀର, ପ୍ରହ୍ଲାଦ ହ୍ଲାଦ ତାକୁ ମର। ଏକ ଭଗିନୀ ତାହାଙ୍କର, ସିଂହିକା ନାମଟି ଯାହାର। ରାହୁ ଯେ ତାହାର କୁମର, ଜନ୍ମ ବିପ୍ରଚିତି ବୀର୍ଯ୍ୟର। ଅମୃତ ପାନେ ଚକ୍ରଧର, ଚକ୍ରେ ଛେଦିଲେ ତାର ଶିର। ଅମୃତ ପାନେ ସେ ନ ମଲା, ରାହୁ କେତୁ ଦି ରୂପ ହେଲା। ସଂହ୍ଲାଦ ପତ୍ନୀ କୃତି ନାମ, ସୁତ ତାହାର ପଞ୍ଚଜନ। ଧମନୀ ପତ୍ନୀ ଜେହାଦର, ବାତାପି ଇଲୋଳ କୁମର। ଅଗସ୍ତ୍ୟ ପେଟେ ମେଷ ରୂପେ, ଯେ ଭସ୍ମ ହୋଇଲା ସ୍ୱରୂପେ। ଅନୁହ୍ଲାଦର ଶୂର୍ମ୍ୟା ପତ୍ନୀ, ବାଷ୍ପଳ ମହିଷ ଏବେନି। ପ୍ରହ୍ଲାଦ ସୁତ ବିରୋଚନ, ଦେବୀ ତାହାର ପତ୍ନୀ ନାମ। ତାହାର ବଳି ଯେ କୁମର, ତ୍ରୈଲୋକ୍ୟ ବିଖ୍ୟାତ ସେ ବୀର। ଅସନା ଠାରେ ହେଲା ତାର, ବାଣ ଆଦି ସତ କୁମାର। ବାଣର ପ୍ରତାପ ଯେ ତେଜ, ପଛେ କହିବା ମହାରାଜ। ବାଣ ଆରାଧୀଶ୍ୱରଙ୍କୁ, ଲଭିଲା ଗଣ ପ୍ରଭୁତ୍ୱକୁ। ପୁରପାଳକ ହରିହର, ଅଦ୍ୟାପି ଅଛନ୍ତି ଯାହାର। ଦିତିର ତନୟ ମରୁତ, ଚତ୍ୱାରିଂଶ ନବୋଧିକ। ଜନ୍ମ ନିକଟେ ବକ୍ରେ ହାଣି, ଦେବତା କଲେ ବଜ୍ରପାଣି। ରାଜା ପରୀକ୍ଷିତ ବାଚ, କେମନ୍ତେ ଅସୁର ସ୍ୱଭାବ, ଛାଡ଼ିଲେ ଭୂମୁନି କହିବ। ଇନ୍ଦ୍ରରେ ସପକ୍ଷ ହୋଇଲେ, କି ସାଧୁ କର୍ମ ସେହି କଲେ। ଶ୍ରଦ୍ଧା ଅଧିକ ଏଣୁ ମୋର, ଶୁଣିବି ବୋଲି ମୁନିବର।
ଆମ୍ଭର ଜ୍ଞାନ ଉଦେ ପାଇଁ ବିସ୍ତାରି କହିବା ଗୋସାଇଁ। ସୁତୱାଚ ଭକ୍ତି ଚିତ୍ତରେ ରାଜା ବାଣୀ ଶୁଣିଣ ସେବା ଧରାୟଣୀ। ରାଜାକୁ ଧନ୍ୟ ଧନ୍ୟ କରି ଚଞ୍ଚଳ ଚିତ୍ତ ସ୍ଥିର କରି ରାଜାର ମୁଖକୁ ସେ ଚାହିଁ ବୋଲନ୍ତି ଶୁଣ ଚିତ୍ତ ଦେଇ। ଶ୍ରୀ ଶୁକୱାଚ ଇନ୍ଦ୍ରେ ହେବାରୁ ପୁତ୍ର ହତ ଦିତି ହୋଇଲା ମୋହଗତ। କ୍ରୋଧ ଶୋକରେ ପର ଜୋଳି ଚିନ୍ତା କରଇ ମନେ ଭାଳି ଅନେକ ଭ୍ରାତୃ ହନ୍ତା ଏହି କେବେ ମରିବ ପାପ ଦେହି। କୁଟିଳ ହୃଦୟ ଏ ଜନ ଏମଲେ ସୁଖେ ମଶୟନ। କୃମି ବିଷ୍ଠା ଭସ୍ମ ସମାନେ ଯେ ଦେହ ହୋଏ ଅବସାନେ। ସେ ଦେହ ପାଇଁ ପ୍ରାଣୀ ନାଶ କରି ନରକେ ପରବେଶ। ଯେ ପ୍ରାଣୀ ଆତ୍ମାକୁ ଜାଣଇ ସେ ପାପେ ପ୍ରବର୍ତ୍ତଇ ନାହିଁ। ଏ ଯେ ପାପିଷ୍ଠ ମୂଢ଼ମତି ଏହାର ନାହିଁ ଧର୍ମମତି। କେମନ୍ତେ ପୁତ୍ର ହେବ ଜାତ ଇନ୍ଦ୍ରକୁ କରିବ ନିପାତ। ଏହା ମୁଁ କରିବି ବିଧାନେ ଏମନ୍ତ ବିଚାରିଣ ମନେ। ଭର୍ତ୍ତାର ନିକଟେ ମିଳିଲା ପ୍ରୀତି ଭାବକୁ ଆଚରିଲା। ନାନା ପ୍ରକାରେ ସେବା କରି ବିଜୟ ଭାବକୁ ଆଚରି। ପରମ ପ୍ରୀତି ଯୁକ୍ତ ହୋଇ ମନଜ୍ଞ ବଚନ ବୋଲଇ। ସସ୍ମିତ ଅପାଙ୍ଗ ସକ୍ଷଣେ ସ୍ୱାମୀ ସବସ କଲା ଗୁଣେ। ଏମନ୍ତେ କଶ୍ୟପ ଯେ ମୁନି ପତ୍ନୀ ବିନୟ ଭାବ ଘେନି। ତାହାର ବଶ ସେ ହୋଇଲେ ବାଞ୍ଛିତ ଦେବଇଁ ବୋଇଲେ। ସ୍ତ୍ରୀର ବଶ ହୋଇବାରେ ବିଚିତ୍ର ନୁହଁ ସଂସାରେ। ଆଦି ସୃଷ୍ଟିରେ ପ୍ରଜାପତି ପ୍ରାଣୀମାନଙ୍କୁ ସୃଜିଛନ୍ତି। ପୁରୁଷ ଅର୍ଦ୍ଧ ଅଙ୍ଗ ନାରୀ ନର ସ୍ୱଭାବେ ବଶ ସ୍ତ୍ରୀ। ଦିତି ଯେ ହୋଇ ସୁବେଶିତ ପ୍ରଭୁ ସେବାରେ ଉପଗତ। ଦିତିରେ ହୋଇ ନ ସେବିତ ସେ ଯେ କଶ୍ୟପ ତପୋବନ୍ତ। ପରମ ସନ୍ତୋଷ ହୋଇଲେ ଏମନ୍ତ ବଚନ ବୋଇଲେ। କଶ୍ୟପୱାଚ ବର ତୁ ମାଗ ଯେ ମନରେ ପ୍ରସନ୍ନ ହୋଇଲି ତୋହରେ। ଭର୍ତ୍ତା ପ୍ରସନ୍ନେ ସ୍ତ୍ରୀଙ୍କର ଦୁର୍ଲଭ ଅଛି କି ସଂସାର। ସ୍ୱାମୀ ଦେବତା ନାରୀଙ୍କର ବେଦେ କହନ୍ତି ଧର୍ମସାର। ସର୍ବଭୂତରେ ଆତ୍ମା ହୋଇ ଅଛନ୍ତି ପ୍ରଭୁ ଭାବଗ୍ରାହୀ। ସେ ପ୍ରଭୁ ନାନା ଦେବ ମତେ ରୂପକୁ ଧରିଛି ଜଗତେ। ଗୋବିନ୍ଦ ପୂଜନ୍ତି ଯେ ଜନେ ନାନା ଯଜ୍ଞ ବେଦ ବିଧାନେ। ଯେ ପତିବ୍ରତା ନାରୀ ମାନେ ଆତ୍ମା ଶ୍ରେୟକୁ ଚିନ୍ତି ମନେ। ଅନ୍ୟାନ୍ୟ ଭାବେ ଏ ଜଗତେ ସ୍ୱାମୀ ପୂଜନ୍ତି ବେଦ ମତେ। ସ୍ୱଭାବେ ମୋହି ଗୋସୁନ୍ଦରୀ ଅର୍ଚ୍ଚିତ ହୋଇ ତୋରେ କରି। ଯେ ବା ଅଭିଳାଷ ତୋହରି ପୂର୍ଣ୍ଣ କରିବି କୃଶୋଦରୀ। ମୁଁ ଯେଉଁ ବର ଦେବି ତୋରେ ଦୁର୍ଲଭ ଅନ୍ୟ ସ୍ତ୍ରୀଙ୍କରେ। ଦ୍ୱିତୀୟବାଚ ଭୋ ସ୍ୱାମୀ ବର ଯେବେ ଦେବ ଏକକୁ ମୋର ମୋହଇବ।
ଅମର ହୋଇବ ମୋ ସୁତ ଇନ୍ଦ୍ର କୁମାରିବ ତୁରିତ। ଯେଣୁ ମୋ ପୁତ୍ର ମରାଇଲା ପୁତ୍ର ଶୋକକୁ ମୋତେ ଦେଲା। ଶୁଣିଣ ତାହାର ବଚନ କଶ୍ୟପ ହୋଇଲେ ମୌନ। ମନରେ ଗରୁ ତାପ ଭର କୋପେ ଚିନ୍ତନ୍ତି ମୁନିବର। ଆଜ କି ଅଧର୍ମ ମହତ ହୋଇଲା ମୋରେ ଉପଗତ। ସ୍ଥିରରେ କରି ମୋର ମନ ହୋଇଲା ମହାହତ ଜ୍ଞାନ। କଠିନ ଘୋର ନରକରେ ନିଶ୍ଚୟ ପଡ଼ିବି ଅନ୍ତରେ। ଶରୀର କିୟ ବାଏ ଦୋଷ ସ୍ଥିର ସ୍ୱଭାବେ ଅବିଶ୍ୱାସ। ଅବୋଧ ମୁହିଁ ଯେ ପାମର ଧିକ ହେଉ ଏ ଜନ୍ମ ମୋର। ଶରଦ ପଙ୍କଜ ଯେ ସନ ସ୍ତ୍ରୀ ମାନଙ୍କର ବଦନ। ବଚନ ସୁଧା ଶ୍ରବଣର ହୃଦୟ ଯେହ୍ନେ କ୍ଷୁରଧାର। ଏମନ୍ତ ସ୍ତ୍ରୀଙ୍କ ସ୍ୱଭାବ ଏହାଙ୍କ ଚେଷ୍ଟା କେ ଜାଣିବ। ପ୍ରିୟ ନାହିଁ କେ ସ୍ତ୍ରୀଙ୍କର କ୍ଷଣିକ ବୁଦ୍ଧିଟି ଯାହାର। ସ୍ୱକାର୍ଯ୍ୟ ଅର୍ଥେ ସେ ମାରନ୍ତି ପୁତ୍ର ଭ୍ରାତର ନିଜ ପତି। କରି ଯେ ଅଛି ଅଙ୍ଗୀକାର ଏହାକୁ ଦେବି ବୋଲି ବର। ମୋହର ବାକ୍ୟ ମିଥ୍ୟା କାହିଁ ଇନ୍ଦ୍ର ତ ବଦ୍ଧ ଯୋଗ୍ୟ ନୁହିଁ। ଏମନ୍ତ ଚିନ୍ତା କରି ମୁନି ଶୁଣ କହିବା ନୃପମଣି। ଆତ୍ମାର ନିନ୍ଦା ଭାବ ବହି ବୋଇଲେ କିଛି କୋପ ବହି। କଶ୍ୟପ ବାଚ ଭୋ ସଖୀ ପୁତ୍ର ତ ହୋଇବ ନିଶ୍ଚୟ ଇନ୍ଦ୍ର କୁମାରିବ। ଏକ ବରଷ ଶୁଚି ହୋଇ ଏ ବ୍ରତ ଯେବେ ଧରୁ ତୁହି। କିନ୍ତୁ ବ୍ରତର ବିଘ୍ନ ହେଲେ ଦେବଙ୍କ ମିତ୍ର ହେବ ଭଲେ। ଦ୍ୱିତୀୟ ବାଚ ଭୋ ସ୍ୱାମୀ ବ୍ରତ ଧରିବଇ ବିଧାନ କହିବା ବୁଝାଇ। ବ୍ରତ ଖଣ୍ଡନ ଯେ କରଇ କିୟ ବା ନିଷେଧ ଛଇ। କଶ୍ୟପ ବାଚ ପ୍ରାଣୀଙ୍କି ହିଂସା ନ କରିବ କ୍ରୋଧରେ ସାପ କୁ ନ ଦେବ। ମିଥ୍ୟା ନ କହିବ ବଚନେ ଛେଦିବ ନାହିଁ ନଖରମେ। ଅମଙ୍ଗଳ ଯେ ଦ୍ରବ୍ୟ ଥାଇ କେବେ ହେଁ ସ୍ମରଣିବ ନାହିଁ। ଜଳରେ ପଶିଣ ଯେ ସ୍ନାନ କେବେ ହେଁ ନ କରିବ ଜାଣ। ଦୁର୍ଜନ ସଙ୍ଗ ତେ ଆଳାପ ଆବରଣ କରିବ ପାପ। ଅଧୌତ ବସ୍ତ୍ର ନ ପିନ୍ଧିବ ଛଡ଼ା ମାଳକୁ ନ ଘେନିବ। ପର ଉଚ୍ଚିଷ୍ଟ ଦେବୀ ଅନ୍ନ କେବେ ନ କରିବ ଗ୍ରହଣ। ଆମିଷ ନ କରି ଭୋଜନ ହସ୍ତେ ନ କରି ଜଳପାନ। ଉଚ୍ଚିଷ୍ଟ ହୋଇ ଜଳ ବିନେ କେବେ ହେଁ ନ ରହିବ କ୍ଷଣେ। ବହୁତ ବାକ୍ୟ ନ କହିବ ସନ୍ଧ୍ୟାରେ କେଶ ନ ମେଲିବ। ସତରେ ଅସମ୍ଭାଳ ହୋଇ କେବେ ହେଁ ବାହାରିବ ନାହିଁ। ଅଧୌତ ଆର୍ଦ୍ର ପଦ ଯେବେ ଶୟନ ନ କରିବ ତେବେ। ଉତ୍ତର ପଶ୍ଚିମ କୁଶିର ଶୟନ ଉଭୟ ସନ୍ଧ୍ୟାର। ଉଲଗ୍ନ ଭାବରେ ଶୟନ ଏତେ ନ କରି ଆଚରଣ। ଧୌତ ବସ୍ତ୍ର ପରିଧାନ ଶୁଚି ହୋଇବ ଅନୁକ୍ଷଣ। ପ୍ରାତଃ କାଳରୁ ଉଠି କରି
सर्वमंगल कुआचरी लक्ष्मी सहिते नारायण पूजिब गुरु जे ब्राह्मण सधवा स्त्री कि आणिब माळ चंदने पूजा देव ଯଥା ବିଧାନେ ନିଜ ପତି ପୂଜିବ ସ୍ଥିର କରିମତି ଏକ ବରଷ ଦୃଢ଼ ଚିତ୍ତେ ଧରିବ ପୁଂସ ବନ ବ୍ରତେ ତେବେ ଇନ୍ଦ୍ର ହନ୍ତା କୁମର ନିଶ୍ଚୟ ହୋଇବ ତୁମ୍ଭର। ଶ୍ରୀ ଶୁକ ଉବାଚ ବ୍ରତକୁ ଧରିବି ବୋଇଲା ଚଞ୍ଚଳ ଚିତ୍ତ ସ୍ଥିର କଲା କଶ୍ୟପ ବୀର୍ଯ୍ୟ ଗର୍ଭେ ଧରି ବିଧିରେ ବ୍ରତକୁ ଆଚରି ଦିତିର ଏମନ୍ତ ବିଧାନ ଇନ୍ଦ୍ର ଜାଣିଲା ହେ ରାଜନ ଦିତିର ବ୍ରତ ଦେଖି କରି ଇନ୍ଦ୍ର ତା ସେବାକୁ ଆଚରି ପବିତ୍ର ସୂଚିବନ୍ତ ହୋଇ ତାହାଙ୍କ ସଙ୍ଗତେ ବୁଲଇ ନିତ୍ୟବନରୁ ପୁଷ୍ପ ଫଳ ସମିଧ କୁଶ କନ୍ଦମୂଳ ପତ୍ର ଅଙ୍କୁର ଜଳ ଆଣି ସମୀପେ ଦିଅନ୍ତି ବଜ୍ର ପାଣି ଏମନ୍ତେ ବ୍ରତ ଛିଦ୍ର ତାର ଇନ୍ଦ୍ର ଇଚ୍ଛଇ ନୃପବର ଯେମନ୍ତେ ବ୍ୟାଧ ଯେ ମୃଗର ଛିଦ୍ର ଟାକଇ ନିରନ୍ତର କେବେ ହେଁ ବ୍ରତ ଛିଦ୍ର ସେହି ଅନେକ ଯତ୍ନେ ନ ଦେଖଇ ତୀବ୍ର ଚିନ୍ତାରେ ଇନ୍ଦ୍ର ମନ ଛନ୍ନ ହୋଇଲା ହେ ରାଜନ ଶକ୍ର ବିଚାରୁ ଅଛି ମନେ ଶୁଭମ ହୋଇବ କେଶନେ ଏମନ୍ତେ ଗଲା କେତେ ଦିନ ଶୁଣ ବିଧାତା ବିଡ଼ମ୍ବନ ବ୍ରତରେ କୃଶ ହୋଇଛନ୍ତି ସନ୍ଧ୍ୟାରେ ଏକ ଦିନେ ଦିତି ବିଧାତା ବସେ ମୋହ ହୋଇ ଉଚ୍ଚିଷ୍ଟେ ଜଳ ସ୍ପର୍ଶ ନାହିଁ ପାଦ ଧୌତନ କରିଣ କଲେ ସେ ଭୂମିରେ ଶୟନ ନିଦ୍ରାରେ ହତ ତାର ଜ୍ଞାନ ଶକ୍ର ଦେଖିଲେ ବ୍ରତହୀନ ଯୋଗ ବଳରେ ଦେବ ଶସ ଯୋଗ ବଳରେ ଦେବ ଈଶ ଦିତିର ଗର୍ଭରେ ପ୍ରବେଶ ସେ ବଜ୍ରଧର ବଜ୍ର ଧରି ଶପଥ ଖଣ୍ଡ ଗର୍ଭ କରି ଶୁଦ୍ଧ କନକ ପ୍ରାୟ ହୋଇ ଗର୍ଭ ତାହାର ବିରାଜଇ ବଜ୍ରରେ 7 ଖଣ୍ଡ ହୋଇ ରୋଦନ କରନ୍ତି ଯେ ସେହି ଖଣ୍ଡକୁ 7 ଖଣ୍ଡ କରି ନକାନ୍ଦ ବୋଲେ ବଜ୍ରଧାରୀ ଛେଦନ ହୋଇ ସେହି ମାନେ ଇନ୍ଦ୍ରକୁ ବୋଲନ୍ତି ବଚନେ ଭୋ ଇନ୍ଦ୍ର ଆମ୍ଭ ମାନଙ୍କର ହିଂସା କିମ୍ପାଇଁ ତୁମ୍ଭେ କର ତୁମ୍ଭର ଆମ୍ଭେ ମାନେ ଭାଇ ମୋର ତ ଆମ୍ଭ ନାମ ହୋଇ ଇନ୍ଦ୍ର ବୋଇଲେ ଭାଇ ମାନେ ଭୟ ନ କର ତୁମ୍ଭେ ମନେ ଅନନ୍ୟ ଭାବ କୁଆଚର ହୋଇବ ପାରିଷଦ ମୋର ମରୁତ ହୋଇ 49 ରହିଲେ ଦେବରାଜ ପାଶ ଦିତିର ଗର୍ଭ ଯେନ ମଲା ବିଷ୍ଣୁର ଅନୁକମ୍ପା ଥିଲା ଅନେକ ବାର ସେହି ପୁଣ କୁଳି ସେ ହେଲେ ହେଁ ଛେଦନ ଦ୍ରୋଣ କୁମର ସରେ ତୁହି ଯେମନ୍ତ ହେଲୁ କୁରୁ ସାଇ ବାରେକ ଗୋବିନ୍ଦ ଭଜନେ ପାପ ନାଶନ୍ତି ପ୍ରାଣୀ ମାନେ କିଛି ନିଉନ ସମ୍ବତ୍ସର ଯେଣୁ ପୂଜିଲା ସେ ଈଶ୍ୱର
ଏହି କାରଣ ଇନ୍ଦ୍ରେ କରି ପୁତ୍ରେ ହୋଇଲେ ଦେବ ସରି ଅସୁର ଭାବକୁ ଛାଡ଼ିଲେ ଅମର ଭାବ ଆଚରିଲେ ନିଦ୍ରା ଉପେକ୍ଷୀଣ ବସିଲେ ଦିତି ପୁତ୍ରଙ୍କୁ ଅନାଇଲେ ଅନଳ ପ୍ରଭା ପ୍ରାୟ ହୋଇ କୁମର ମାନେ ଛନ୍ତି ରହି ଇନ୍ଦ୍ର ସହିତେ ପୁତ୍ର ଗଣେ ଦେଖି ସନ୍ତୋଷ ଦେବୀ ମନେ ଇନ୍ଦ୍ରର ଚାହିଁଣ ବଦନ ଦିତି ଯେ ବୋଲନ୍ତି ବଚନ ଅଦିତି ପୁତ୍ରଙ୍କୁ ମହର ଭୟକୁ ଦେବ ଏକ ମର ଏମନ୍ତେ ମୁହିଁ ଇଚ୍ଛା କଲି ଦୋସ୍ତର ବ୍ରତ ଆଚରିଲି ହେତା ତ ଏକଇ କୁମର ମୁହିଁ ଯେ ମାଗିଥିଲି ବର ଶପଥ ସପ୍ତ ଏକେ ସନେ କହ ଏକେ ବଣ ବିଧାନେ ତୋହର ମୁଖ ଏ ବିଧାନ ଶୁଣିବି ମୁହିଁ ଭୋ ନନ୍ଦନ ସତ୍ୟ କହିବୁ ମୋର ଆଗେ ମିଥ୍ୟା ନ କହ ଅନୁରାଗେ ଇନ୍ଦ୍ରବାଚ ଭୋମାତ ଶୁଣ ସାବଧାନ ନିଦ୍ରା ମୋହିତ ତୁମ୍ଭ ମନ ତୁମ୍ଭର ବ୍ରତ ଛିଦ୍ର ପାଇ ନିକଟେ ମୁହିଁ ମିଳିଲଇ ଗର୍ଭ ଛେଦିଲି ଆତ୍ମଅର୍ଥେ ବିଚାର ନାହିଁ ଧର୍ମ ପଥେ ଗର୍ଭକୁ 7 ଖଣ୍ଡ କରି ଛେଦିଲି ଧର୍ମ ନ ବିଚାରି 7 କୋମରେ ହେଲେ ଜାତ ଏକକୁ କଲି 7 ତେବେ ନ ମଲେ କେହି ଏତ ସଂଶୟ ବଡ଼ ହୋଇ ସେବାରୁ ମହାପୁରୁଷର ସିଦ୍ଧି ଯେ ହୋଇଛି ତୁମ୍ଭର ପରମେଶ୍ୱର ଆରାଧନ ସକଳ ମଙ୍ଗଳ କାରଣ ନିରତେ କରନ୍ତି ଯେ ନରେ ଆତ୍ମଜ୍ଞାନୀ ବୋଲି ତାହାରେ ଆତ୍ମପଦ ଯେ ଭଗବାନ ତାହାଙ୍କୁ କଲେ ଆରାଧନ ତାହାର ନାହିଁ ଅକୁଶଳ ସେ ସର୍ବ ପରମ ମଙ୍ଗଳ ଦୁର୍ଜନ ଭାବ ଏ ମୋର ଭୂମାତ ଏବେ କ୍ଷମା କର ସ୍ୱଭାବେ ବାଳକ ମୁଁ ହୋଇ ତୁମ୍ଭର ସହିବା ଯୋଗାଇ ମୃତ୍ୟୁରୁ ଏ ଯେ ତେ କୁମରେ ରହିଲେ ତୁମ୍ଭର ଭାଗ୍ୟରେ ଶ୍ରୀ ଶୁକବାଚ ଆଜ୍ଞା ମାଗିଣ ସୁନାସିର ଶୁଦ୍ଧ ଭାବ ଘେନି ମନର ମରୁତ ଗଣଙ୍କୁ ଘେନିଲେ ଆନନ୍ଦେ ଦିତିଙ୍କି ନ ମିଲେ ଶୁଣ ରାଜନ ଚୂଡ଼ାମଣି ସ୍ୱର୍ଗକୁ ଗଲେ ବଜ୍ର ପାଣି ଯେ ପ୍ରଶ୍ନ କଲୁ ତୋ ଆମ୍ଭରେ କହିଲି ଜନ ହିତ ସାରେ
ମଙ୍ଗଳ ମରୁତଙ୍କ ଜନ୍ମ ଈଶ୍ୱର ମହିମା କଥନ ବୋଲଇ ବିପ୍ର ଜଗନ୍ନାଥ ଦେବସୁରଙ୍କ ଚରିତ। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे मरुदुत्पत्तिकथनं नाम 18 अध्याय। 19 अध्याय पुंसवन व्रत विधान 19 वर्णन। राजा परीक्षित उवाच भूमुनि शृण सावधान जे व्रत नाम पुंसवन तुम्भे जे कहिल विधान ଏହା ଶୁଣିତେ ମୋର ମନ ଯେ ବ୍ରତ ପ୍ରସାଦରୁ କରି ପ୍ରସନ୍ନ ହୁଅନ୍ତି ମୁରାରି। ଶ୍ରୀ ଶୁକ ଉବାଚ ପ୍ରଥମେ ମାର୍ଗଶିର ମାସେ ଶୁକ୍ଳ ପ୍ରତିପଦ ଦିବସେ ଭର୍ତ୍ତାର ଆଜ୍ଞା ପରମାଣେ ବ୍ରତ କରିବେ ସ୍ତ୍ରୀ ଜଣେ। ଏ ବ୍ରତ ଦିଏ ସର୍ବସିଦ୍ଧି ଆଦରେ କଲେ ଯଥାବିଧି ବ୍ରାହ୍ମଣେ କରିଣ ବରଣ ଶୁଣିବ ମରୁତଙ୍କ ଜନ୍ମ ଶୁଚି ହୋଇଣ କରି ସ୍ନାନ ଶୁକ୍ଳ ବସନ ପରିଧାନ ପୂର୍ବରୁ ଭୋଜନ ନ କରି ଚଞ୍ଚଳ ଚିତ୍ତ ସ୍ଥିର କରି ଲକ୍ଷ୍ମୀ ସହିତେ ଭଗବାନ ପୂଜିବ ହୋଇ ତୋଷ ମନ ପଦ୍ମଚରଣ ଚିନ୍ତି ଧ୍ୟାନେ ସ୍ତୁତି କରିବ ଏ ବିଧାନେ ହେ ନିରପେକ୍ଷ ପୂର୍ଣ୍ଣ କାମ ନମସ୍ତେ ପ୍ରଭୁ ଆତ୍ମାରାମ ନମୋ ମହାବିଶ୍ୱର ସକଳ ସିଦ୍ଧିର ଠାକୁର ଅନନ୍ତ ଗୁଣେ ଯୁକ୍ତ ତୋହି ନମସ୍ତେ ପ୍ରଭୁ ଭାବଗ୍ରାହୀ ହେ ମହାମାୟୀ ବିଷ୍ଣୁ ରାଣୀ ଅଶେଷ ଗୁଣେ ସୁଲକ୍ଷଣୀ ଲୋକମାତ ସୃଷ୍ଟି କାରଣ ମୋହରେ ହୁଅ ତୁ ପ୍ରସନ୍ନ ନମୋ ପ୍ରଭୁ ଭଗବନ୍ତ ମହାପୁରୁଷ ଆଦିଭୂତ ମହାବିଭୂତି ପତି ତୁହି ମହାବିଭୂତି ଯୁକ୍ତ ହୋଇ ଅଖିଳ ବ୍ରହ୍ମାଣ୍ଡ ଈଶ୍ୱର ଗ୍ରହଣ କର ଉପହାର ଏମନ୍ତ କରି ଆରାଧନ ପୂଜିବ ଲକ୍ଷ୍ମୀ ନାରାୟଣ ପାଦ୍ୟ ଅର୍ଘ୍ୟ ଯେ ଆବାହନ ବିଧିରେ କରାଇଣ ସ୍ନାନ ଦିବ୍ୟ ବସନ ସମର୍ପିବ ଶୁକ୍ଳ ଉତ୍ତରୀ ନିବେଦିବ ନାନା ଭୂଷଣ ଗନ୍ଧ ଧୂପ ପ୍ରସୂନ ଉପହାର ଦୀପ ଅପରେ ଯେତେ ଉପହାର ସ୍ଥାପିବ ବିଷ୍ଣୁର ଛାମୁର ହବି ଆହୁତି ଯେ ଦ୍ୱାଦଶ ଅନଳେ ଦେବ ଅବଶେଷ ନମୋ ଭଗବାନ ଈଶ୍ୱର ମହାପୁରୁଷ ଦେବବର ମହାବିଭୂତି ପତି ତୁହି ସ୍ୱାହା ବୋଲି ଅର୍ପିବ ତହିଁ ଲକ୍ଷ୍ମୀ ଅଚ୍ୟୁତ ବେନି ଜନ ଚରଦାୟକ ନିଶ୍ଚୟ ଜାଣ ଲକ୍ଷ୍ମୀ ଅଚ୍ୟୁତ ବେନି ଜନ ବରଦାୟକ ନିଶ୍ଚୟ ଜାଣ ଭକ୍ତିରେ ନିତ୍ୟ ସେ ପୂଜିବ ସର୍ବସମ୍ପଦ ଯେ ଇଚ୍ଛିବ ଭାବରେ ହୋଇ ଭକ୍ତି ଯୁକ୍ତ ଭୂମିରେ କରି ଦଣ୍ଡବତ ମନ୍ତ୍ର ଜପିବ 10 ଏ ସ୍ତୋତ୍ର କରିବ ଉଚ୍ଚାର ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର ସକଳ ବ୍ରହ୍ମାଣ୍ଡ ଠାକୁର ସଂସାର ପରମ କାରଣ ତୁମ୍ଭେ ଯେ ପ୍ରଭୁ ନାରାୟଣ ଏ ଯେ ସୂକ୍ଷ୍ମ ମାୟା ପ୍ରକୃତି ତୁରନ୍ତ ଅଟଇ ଶକତି ଏହାର ତୁମ୍ଭେ ଅଧୀଶ୍ୱର ସାକ୍ଷାତ ପୁରୁଷଙ୍କ ପର ତୁମ୍ଭେ ସକଳ ଯଜ୍ଞମୟ ଲଜ୍ଜା ରୂପରେ ଲକ୍ଷ୍ମୀ ଥାଏ ତୁମ୍ଭେ ସକଳ ଯଜ୍ଞମୟ ଇଜ୍ଜା ରୂପରେ ଲକ୍ଷ୍ମୀ ଥାଏ ଅଶେଷ କ୍ରିୟାର ଈଶ୍ୱରୀ ଫଳ ଭୋକ୍ତା ନର ହରି ଗୁଣ ବ୍ୟକ୍ତିର ଏ କାରଣ ଏହାର ଭୋକ୍ତା ଭଗବାନ ସର୍ବ ଶରୀରେ ଆତ୍ମା ତୁହି ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ନାମ ରୂପ ଏ ଭଗବତୀ ଆଶ୍ରୟ ରୂପେ ତୁମ୍ଭ ସ୍ଥିତି ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ଡର ବର ଦିଅନ୍ତା ହେ ଈଶ୍ୱର ତେମନ୍ତ ହୋଇ ଚକ୍ରଧର ସର୍ବମଙ୍ଗଳ ହେଉ ମୋର ଲକ୍ଷ୍ମୀ ନିବାସ ଯେ ପୁରୁଷ ଏହି ସ୍ତୁତିରେ କରି ତୋଷ ପୂଜିବ ଲକ୍ଷ୍ମୀ ନାରାୟଣ ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ପୂଜା ଉପଚାର ଲେଖିବ ସନ୍ତୋଷେ ଆଚମନ ଦେବ
एथि उतारु पुनर्बार अर्चना करिब ईश्वर यज्ञ उच्चिष्ट को आघ्राण करिब होई तो समन चित्तरे होई भाव भक्ति पुणी करिब स्तोत्रे स्तुति स्वामी की भक्ति रे पूजिब ईश्वर भाव रे चिंतिब नाना प्रकारे प्रिय करी स्वामी तो शिव निज नारी पत्नी सहित होई करी सर्वकर्म स्वामी आचरी ए व्रत पति पत्नी दुई अभावे एकावा करई ए विष्णु व्रत को धरिब केबे हे भग्न न करिब गंधमाल्य मणि भूषणे व्रते तो शिव विप्रगणे भक्ति रे युक्त करी मन नियमे थिब प्रतिदिन साष्टांगे ईश्वरे नमिब स्वस्थाने नेई बसाइब भक्ति भाव रे निजन निर्माल्य करिब भोजन सर्व कामना पुण्य पाई करिब भक्ति युक्त होई ए पूजा विधि 12 मास करिब एक बरस ए मध्य मल मास जेबे छाड़िब 1 मास तेबे कार्तिक पूर्णिमा दिवसे रहिब पुणी उपवासे ताहार जेउ परदिन प्रभाते करी आचमन पूर्वर प्राय करी पुण विष्णु अर्चिब तहु आणे चरुघृत सहित क्षीरे होम को करिब विधिरे यज्ञ विधाने पाक शेष आहुति देव जे 12 आशीष घेनिब मस्तके ब्राह्मण मानकर वाक्ये भक्ति रे करी नमस्कार भुंजिब आज्ञा रे तांकर आचार्य करिण अग्रते शुचि होई बंधु सहिते पत्नी की चरु देव नेई सुपुत्र सौभाग्यर पाई ए विष्णु व्रत जे करई वांछित फल से लभई जे स्त्री ए व्रत आचरी सौभाग्य लभे से सुंदरी उत्तम पुत्र स्वामी जस ए सर्वलभई अक्लेश ए व्रत कन्या लभे वर उत्तम लक्षण जहार विधवा पुत्रिका नहि से नारी निष्पाप हुई दुर्भाग सौभाग्य लभई विरूप स्वरूप हुई मृत बच्चिका जेवा नारी हंती सुपुत्री धनेश्वरी सर्वरोगर मुक्त होई निर्मल होई तार देही सकल कर्मर अंतरे जे हा पढ़े निरंतरे पितृदेवता तो सहंती ताहार वांछित दियंती होमर अवसान तार संतोष अग्नि चक्रधर मरुत जन्म हे राजन तुम्भे से मते कल प्रश्न द्वितीय व्रत आदि करी तुम्हको कहली विस्तारी विप्र जगन्नाथ बोलई पवन जन्म कथाई एणे जे हंती सावधान लभंती धन वस्त्र जन इति श्रीमद्भागवते महापुराणे पारमहंस्यां संहितायां 82 षष्ठ स्कंधे पुंसवन व्रत कथनम नाम 49 अध्याय।